हेलो नमस्कार ମୁଁ ଆପଣଙ୍କୁ ଚିତ୍ତରଞ୍ଜନ ବାରିକ। ଆଜି ଆମେ ଜାଣିବା କିଛି ସେୟାର ମାର୍କେଟ ଷ୍ଟକ୍ ମାର୍କେଟ କିଛି ବେସିକ୍ ନଲେଜ ମାନେ ଇଣ୍ଟ୍ରାଡେ କ'ଣ ଡେଲିଭରି କ'ଣ ଏନ୍ଏସି କ'ଣ ବିଏସି କ'ଣ ଆଜି ଆମେ ଜାଣିବା। ଯେ ଧରାଯାଉ ଗୋଟେ HDFC ଆପଣ ଯେତେ HDFCରେ ଗୋଟେ ସେୟାର କିଣିବାକୁ ଗଲେ ସେଟା ଲେଖାହେଇଥିବ ଗୋଟେ ସେଲ୍ ଆଉ ବାଏ ଲେଖାହେଇଥିବ। ସେଲ୍ ମାନେ ଯଦି ଗୋଟେ କମ୍ପାନୀର ଭ୍ୟାଲୁ ତଳକୁ ଯଦି ଯିବ ସେଟା ସେଲ୍ରେ ବଟନ୍ ଥାଏ, ମାନେ ସେଲ୍ ମାନେ ତଳକୁ ଯିବ ସେଟା ସେଲ୍ ବଟନ୍। ଆଉ ବାଏ ହେଉଛି କ'ଣ ଉପରକୁ ଯଦି ଯିବ, ଯଦି ଭ୍ୟାଲୁ ଅଛି 150, ଯଦି ଭ୍ୟାଲୁ ଯଦି ଆପଣ ଯଦି ଲାଗୁଛି ଯଦି ପ୍ରଫିଟ୍ କରିବ HDFC 200 ଟଙ୍କା, ତେବେ ସେଟା ବାଏ ଅପସନ୍ କରାଯାଏ। ଆଉ ସେଲ୍ ଅପସନ୍ ଧର କମ୍ପାନୀ ଦେବାଳିଆ ଅଛି, ମାନେ କମ୍ପାନୀ ପ୍ରଫିଟ୍ କରୁନି, ମାନେ କିଛି କରୁନି, କମ୍ପାନୀ ଲାଗୁଛି ଆପଣଙ୍କୁ ସେ ତଳକୁ ଯିବ, ତାର ସେଲ୍ ଅପସନ୍ କରାଯାଏ। ଯେତେବେଳେ ଆପଣ ସେଲ୍ ଅପସନ୍ କରନ୍ତି ବା ବାଇ ଅପସନ୍ ଯେତେ ଗୋଟେ ସେୟାର କିଣନ୍ତି, ସେତେବେଳେ ଆପଣଙ୍କୁ ଶୋ କରିଥାଏ ଯେ ଇଣ୍ଟ୍ରାଡେ ଆଣ୍ଡ ଡେଲିଭରି। ଇଣ୍ଟ୍ରାଡେ କ'ଣ, ଯେଉଁଠି ଇଣ୍ଟ୍ରାଡେ ହେଉଛି ଗୋଟେ ଦିନ ଆପଣ ଯେଉଁଟା ବାଇ କରିବେ ଆଣ୍ଡ ସେଲ୍ କରିବେ, ସେଇଟା ଇଣ୍ଟ୍ରାଡେ। ଇଣ୍ଟ୍ରାଡେରେ ଆପଣ ସେଠି ଗ୍ରାଫ୍ ଦେଖିକି ହିଁ ଜଜମେଣ୍ଟ କରିବେ, ମାନେ ଗ୍ରାଫ୍ ଆନାଲିସିସ୍ କରିବେ ଯେ ଗୋଟେ ସେୟାର ଉପରକୁ ଯିବ ନା ତଳକୁ ଯିବ। ଯଦି ଉପରକୁ ଯିବ ସେଇଟା ବାଇ ଅପସନ୍ ରଖାହବ, ଉପରକୁ ଗଲେ ତାର ଆପଣଙ୍କୁ ପ୍ରଫିଟ୍ ହେବ। ଯଦି ସେ ସେୟାର ଯଦି ତଳକୁ ଯିବ, କ୍ୟାଣ୍ଡେଲରେ ଅଲଗା, ସେଲ୍ରେ ହେଉଛି ଆପଣ ଯେତେ ତଳକୁ ଯିବ ସେତେ ଆପଣଙ୍କ ଲାଭ ହେବ, ଯେତେ ଉପରକୁ ଯଦି କ୍ୟାଣ୍ଡେଲ ଉପରକୁ ଯିବ ତେବେ ଆପଣଙ୍କ ଲସ୍ ହେବ। କିନ୍ତୁ ବାଇ କ୍ଷେତ୍ରରେ ଆପଣଙ୍କୁ ଯେତେ ଉପରକୁ ଯିବ ଆପଣଙ୍କର ପ୍ରଫିଟ୍ ବାହାରିବ, କିନ୍ତୁ ଯେତେ ତଳକୁ ଯିବ ଆପଣଙ୍କୁ ସେତେ ଲସ୍ ହେବ। 9:30 ମାନେ ମାର୍କେଟ ଓପନିଂ କେତେବେଳେ ହେଉଛି, ମାର୍କେଟ ଓପନିଂ ହେଉଛି 9:30। 9:30ରେ ଆପଣଙ୍କୁ କିଣିବାକୁ ପଡ଼ିବ, ଯେତେବେଳେ ଆପଣ କିଣିପାରିବେ 9:30 ହେଉ କି 10:30 ବା 11ଟା କେତେ ଯେତେ କିଣନ୍ତୁ, କିନ୍ତୁ 3:30 ସୁଦ୍ଧା ଆପଣ ସେ ସେୟାର ବାଇ କରିବାକୁ ପଡ଼ିବ ସେ ଇଣ୍ଟ୍ରାଡେରେ। ଆଉ ଇଣ୍ଟ୍ରାଡେରେ ଆପଣଙ୍କୁ ମାର୍ଜିନ୍ ଦେଇଥାଏ। ଧରାଯାଉ ଗୋଟେ ସେୟାର ଭ୍ୟାଲୁ ଯଦି 100 ଟଙ୍କା ହେଇଥିବ, ଆପଣଙ୍କୁ ସେଇଟା ଇଣ୍ଟ୍ରାଡେରେ 20 ଟଙ୍କାରେ ମିଳିଥାଏ। କିନ୍ତୁ ଡେଲିଭରି ଅଲଗା, ଯାହା ଭ୍ୟାଲୁ ଥିବ ସେଇଠି ଡେଲିଭରି ହେଇଥାଏ। ଡେଲିଭରି କ'ଣ, ଡେଲିଭରି ହେଉଛି ଆପଣ ଯେଉଁଟା ମାନେ ହୋଲ୍ଡ କରି ରଖିବା ଲଙ୍ଗ୍ ଟର୍ମ, ମାନେ 5 ଦିନ ହେଉ କି 1 ବର୍ଷ ହେଉ କି 10 ବର୍ଷ ଆପଣ ଯେଉଁଥିରେ ହୋଲ୍ଡ କରି ରଖିପାରିବେ, ସେଇଟା ଡେଲିଭରି। ଯଦି ଇନଭେଷ୍ଟମେଣ୍ଟ ଯଦି କରିବାକୁ ଚାହାନ୍ତି, ଯଦି କେଉଁ କମ୍ପାନୀ ଉପରେ ଯଦି ଆପଣ ପଇସା ଯଦି ଲଗାଇବେ ଇନଭେଷ୍ଟମେଣ୍ଟ କରିବେ, ତେବେ ଡେଲିଭରି କରନ୍ତୁ। ଯଦି ଲଙ୍ଗ୍ ଟର୍ମ, ଯେତେ ଲଙ୍ଗ୍ ଟର୍ମ ଭାବିବେ ସେତେ ଆପଣଙ୍କ ପଇସା ଭଲ ହେବ। ମାନେ ଧରାଯାଉ ଆପଣ କମ୍ପାନୀ ଧର HDFC ଧରାଯାଉ, ମୁଁ ଆପଣଙ୍କୁ ସଜେସନ୍ କରୁନି, ମାନେ ଧରାଯାଉ HDFC କମ୍ପାନୀ ଯେ ଗ୍ରୋ କରିବ, ଆପଣ ବିଶ୍ୱାସ ଯେ ହଁ ଏ ଆଗକୁ ଗ୍ରୋ କରିବ ବ୍ୟାଙ୍କିଂ ସେକ୍ଟରରେ, ଆପଣ ସେଥିରେ ଇନଭେଷ୍ଟ କଲେ। ଯେତେ ପର୍ଯ୍ୟନ୍ତ ଆପଣ ସେୟାର ବିକିନାହାନ୍ତି ଡେଲିଭରିରେ, ଯେତେ ପର୍ଯ୍ୟନ୍ତ ଆପଣ ସେୟାର ବିକିନାହାନ୍ତି ସେତେ ପର୍ଯ୍ୟନ୍ତ ସେଇଟା ସେଲ୍ ହେଇନାହିଁ। ଯଦି ଧରାଯାଉ ପ୍ରଫିଟ୍ ହେଲେ ହିଁ ଆପଣ ବିକିବେ। ଡେଲିଭରି ରିସ୍କ ଫ୍ୟାକ୍ଟର ନଥାଏ, କିନ୍ତୁ ରିସ୍କ ଫ୍ୟାକ୍ଟର ଥାଏ। କମ୍ପାନୀ କ'ଣ ଯଦି ଡୁବିଯିବ, କ'ଣ ଦେବାଳିଆ ହେଇଯିବ, ଆପଣଙ୍କ ସେୟାର ଯଦି ତଳକୁ ପଳେଇଯିବ, ଆପଣଙ୍କୁ ବହୁତ ବର୍ଷ ଟାଇମ୍ ୱେଟ୍ କରିବାକୁ ପଡ଼ିବ। ଡେଲିଭରି ଯଦି ଆପଣ ଯଦି ଇନଭେଷ୍ଟମେଣ୍ଟ ବି କରିବା ପାଇଁ ଚାହାନ୍ତି, ତେବେ ଗୋଟେ ଫାଇନାନ୍ସିଆଲ ବା ଯେଉଁମାନେ ଇନଭେଷ୍ଟମେଣ୍ଟ କରନ୍ତି ତାଙ୍କର ଆଡ଼ଭାଇସ୍ ନେଇକି ଇନଭେଷ୍ଟ କରିବେ। ଯେତେବେଳେ ଆପଣ ଦେଖୁଛନ୍ତି ଯେ ଧରାଯାଉ କୌଣସି ଷ୍ଟକ୍ ଯଦି କିଣିବେ, ଆପଣଙ୍କୁ ଦେଖାଉଛି ସେଠି NSE ଦେଖାଉଛି, BSE ଦେଖାଉଛି। NSE କ'ଣ ଗୋଟେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ, ଆଉ BSE ହେଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। BSEରେ 5000 ପ୍ଲସ୍ କମ୍ପାନୀ ଅଛି, NSEରେ 2200+ କମ୍ପାନୀ ଅଛି। ଫ୍ୟୁଚର ଅପସନ୍ କ'ଣ, ଫ୍ୟୁଚର ଅପସନ୍ ହେଉଛି ଯେଉଁଟା ଫ୍ୟୁଚର ପ୍ରେଡ଼ିକ୍ଟ କରିବେ, ମାନେ ଗୋଟେ କମ୍ପାନୀ ଯଦି ଆପଣ ଏଗ୍ରିମେଣ୍ଟ ହେବ ଯେ ଫ୍ୟୁଚରରେ ୟା ସେୟାର, ମାନେ ଜାନୁଆରୀ ଅଛି, ମାର୍ଚ୍ଚ 1 ସୁଦ୍ଧା 80 ଟଙ୍କା ଅଛି, ମାର୍ଚ୍ଚ 1 ସୁଦ୍ଧା ଏଇଟା 100 ଟଙ୍କା ହେବ, ସେଇଟା ଗୋଟେ ଆପଣ ଏଗ୍ରିମେଣ୍ଟ କରିବେ, ସେଇଟା ଫ୍ୟୁଚରରେ। କିନ୍ତୁ ଫ୍ୟୁଚରରେ ଆପଣଙ୍କ ସେୟାର ଭ୍ୟାଲୁ ନଥାଏ, ସେଥିରେ ସୋଲ୍ଡ ଲଟ୍ ଥାଏ, ମାନେ 1 ଲଟ୍ କେତେ, ମାନେ 40ଟା ଲଟ୍ ଏତେ ଭ୍ୟାଲୁରେ ଆପଣଙ୍କୁ କିଣିବାକୁ ପଡ଼ିବ ଫ୍ୟୁଚରରେ। ଅପସନ୍ କ'ଣ, ଯେଉଁଟା ଅପସନ୍ ବାଇଟ୍ କରୁଛୁ, ମାନେ ଅପସନ୍ରେ ଡାକିବେ, ଯେଉଁଟା ମାନେ ହଁ ଏଇଟା ଆଗକୁ ଏତେ ଯିବ, ଅପସନ୍ ମାନେ ଅପସନ୍ରେ ଡାକିବେ ଯେଉଁଟା। ଆଉ ସେଥିରେ ଅପସନ୍ରେ କ'ଣ ଥାଏ, ଗୋଟେ କଲ୍ ଅପସନ୍ ଥାଏ, ଗୋଟେ ପୁଟ୍ ଅପସନ୍। କଲ୍ ଅପସନ୍ ଯେଉଁଟା ସେୟାର ଉପରକୁ ଯିବ, ମାନେ ଇନକ୍ରିଜ୍ ଯେଉଁଟା କରିବ, ସେଇଟା ହେଉଛି କଲ୍ ଅପସନ୍। ଆଉ ପୁଟ୍ ଅପସନ୍ ସେୟାର ତଳକୁ ଯିବ, ତାର ଡିକ୍ରିଜ୍ କରିବ, ଯେ ସେୟାର ଭ୍ୟାଲୁ କମିବ ଆର ମାସ, ଯେ ଏଇ ଗୋଟେ ଏକ୍ସପାୟରି ଡେଟ୍ ଭିତରେ ସେଇଟା ଆପଣଙ୍କୁ ବିକିବାକୁ ପଡ଼ିବ। କଲ୍ ଅପସନ୍ରେ ଥାଏ, କଲ୍ ଅପସନ୍ ପୁଟ୍ ଅପସନ୍ରେ ଥାଏ। ତାପରେ ଆପଣ ଯଦି କୌଣସି ଇନଭେଷ୍ଟମେଣ୍ଟ ଯଦି କରିବେ, ତେବେ ପ୍ରଥମେ ହେଉଛି ଆପଣ ସେଲ୍ଫ ନଲେଜ୍ ଥିବା ଦରକାର।
ଆପଣ ଗୋଟେ ଫାଇନାନ୍ସିଆଲ୍ ବା ବ୍ରୋକର୍ ଯେଉଁମାନେ ଅଛନ୍ତି ତାଙ୍କ ଆଡ଼ଭାଇସ୍ ନେଇକି ଆପଣ ଇନଭେଷ୍ଟମେଣ୍ଟ କରନ୍ତୁ, ନାଇଁକି ଡାଇରେକ୍ଟ ଆପଣ ଇନଭେଷ୍ଟ କରିବେ। ଆଉ କୌଣସି ଜାଗାରେ ବା ଲୋନ୍ କରିକି ଆପଣ କେବେ ଇନଭେଷ୍ଟ କରନ୍ତୁ। ଆପଣଙ୍କ ପାଖରେ ପଇସା ଅଛି, ପଇସା ଥିଲେ ଆପଣ FD କରିବେ। LIC କରିସାରିଲା ପରେ FD RD ସବୁ କରିସାରିଲେ ଯାଇକି ତାପରେ ଆପଣ ଇନଭେଷ୍ଟମେଣ୍ଟ କରିବେ, ନାଇଁକି ଡାଇରେକ୍ଟ ଇନଭେଷ୍ଟମେଣ୍ଟ। ଯଦି ଆପଣ ଯଦି ଫ୍ୟୁଚର୍ ଯଦି ଇନଭେଷ୍ଟମେଣ୍ଟରେ ଯଦି କିଛି ଗୋଲ୍ ଫଲ୍ ଅଛି ତ ଇନଭେଷ୍ଟମେଣ୍ଟ କରିପାରନ୍ତୁ, କିନ୍ତୁ ସବୁ କିଛି କରିକି ତାପରେ କରିବେ, ନାଇଁକି ଗୋଟିଏ ଜାଗାରେ ଆପଣ ପଇସା କେବେ ରଖିବେ। ମୋ ହିସାବରେ ଆପଣ ଗୋଟିଏ ଜାଗାରେ କେବେ ପଇସା ରଖିବେନି, ପଇସା ସବୁ ଜାଗାରେ ଯେମିତି ଖେଳିକି ରଖିବେ। ମାନେ ଆପଣଙ୍କ ପୋର୍ଟଫୋଲିଓ ସବୁବେଳେ ଯେମିତି 4-5ଟା ପୋର୍ଟଫୋଲିଓ ଥିବା ଦରକାର, ଗୋଲ୍ଡ ବି ଥିବା ଦରକାର, ପ୍ରପର୍ଟିରେ ବି ଇନଭେଷ୍ଟ କରିବା ଦରକାର, ଆଉ ମ୍ୟୁଚୁଆଲ୍ ଫଣ୍ଡରେ ବି ଇନଭେଷ୍ଟ କରିବା ଦରକାର, ଯାହାଦ୍ୱାରା ଆପଣଙ୍କ ପୋର୍ଟଫୋଲିଓ ଗୋଟେ ବାଲାନ୍ସ ରହିଲା। ଯାହାଦ୍ୱାରା ବାଲାନ୍ସ ରହିଲା, ଧର କେତେବେଳେ ଯଦି ଷ୍ଟକ୍ ମାର୍କେଟ୍ ତଳକୁ ଗଲା, ଯଦି ଗୋଲ୍ଡ ବଢ଼ିଲା, ଆପଣଙ୍କୁ ଗୋଟେ ବାଲାନ୍ସ ରହିଲା। ଏମିତି ହିଁ ହେବା ଦରକାର।